ଶ୍ରାବଣ ମାସରେ ଘଟିଗଲା ବିରାଟ ବଡ଼ ଅଘଟଣ। କଟିଗଲା ମୁଣ୍ଡ, ରାସ୍ତା ସାରା ରକ୍ତ, ହଜାର ହଜାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜମିଗଲେଣି। ଏପଟେ କ'ଣ ବା ହେବ? ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆଗକୁ ଆମେ କେମିତି ପାଣି ନେବୁ? ଶିବଙ୍କ ମୁଣ୍ଡରେ କେମିତି ପାଣି ଢାଳିବୁ? ଦେବାଦିଦେବ ମହାଦେବ, ତମେ ହିଁ ରକ୍ଷା କର ପ୍ରଭୁ, ତମେ ହିଁ ରକ୍ଷା କର। ଏ କ'ଣ ହୋଇଗଲା? ସେପଟେ ଗାଁରୁ ଆସି ହଜାର ହଜାର ଲୋକ ଅପେକ୍ଷା କରିଥାନ୍ତି, ଏପଟେ ଭକ୍ତମାନେ ଅପେକ୍ଷା କରିଥାନ୍ତି, କିନ୍ତୁ ହଠାତ୍ କଟିଗଲା ମୁଣ୍ଡ। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ଦେବାଦିଦେବ ମହାଦେବଙ୍କର ଭକ୍ତ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ହର ହର ମହାଦେବ ଓମ୍ ନମ ଶିବାୟ ବୋଲି ଲେଖିଦିଅନ୍ତୁ, ଯାହାଫଳରେ ଆପଣଙ୍କର ସବୁକିଛି ମାନସିକ ପୂରଣ ହେବ, ଆପଣଙ୍କ ଜୀବନ ମଧ୍ୟ ଖୁସିମୟରେ ଭରିଯିବ। ତେବେ ଘଟଣାଟି ଘଟିଛି ବିହାରରେ। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ୱାମୀ ସ୍ତ୍ରୀ ଗୋଟିଏ ପୁଅଟି, ବେଶ ହସ ଖୁସିରେ ଚାଲିଥାଏ ତାଙ୍କ ପରିବାର। ପ୍ରଭୁଙ୍କର ପରମ ଭକ୍ତ ଥିଲେ ରାଜୁ। ସେ ଓଡ଼ିଶାର ବାସିନ୍ଦା, ଆଉ ସେପଟେ ବିହାରରେ କାମ କରିକି ସେପଟେ ବିହାରୀ ଝିଅକୁ ବାହା ହୋଇଯାଇଥିଲେ। ଚାହୁଁ ଚାହୁଁ 3 ବର୍ଷର ଛୁଆଟିଏ। ସେ ମଧ୍ୟ ସ୍କୁଲ ଆର ବର୍ଷକୁ ଯାଇଥାନ୍ତା। ହସ ଖୁସିରେ ଚାଲିଥାଏ ପରିବାର। ଯେହେତୁ ଲଭ୍ ମ୍ୟାରେଜ ହେଇଥିଲା, ବହୁତ ହସ ଖୁସି ଥିଲା। ସେପଟେ ରାଜୁଙ୍କର ବାପା ମା ରହୁଥିଲେ ଓଡ଼ିଶାରେ। ତାଙ୍କ ବାପା ମା ବାଲେଶ୍ୱରରେ ରହୁଥିଲେ। ଭଗରାଇ ଜିଲ୍ଲାରେ ବହୁତ ବଡ଼ ଉଚ୍ଚ କୋଟିର ଲୋକ, କାହିଁକି ନା ସେ ଗୋଟେ ବ୍ରାହ୍ମଣ ପରିବାରର ଲୋକ। ବାପା ତାଙ୍କର ମନ୍ଦିର ପୂଜାରୀ। ଆଉ ଏପଟେ ପୁଅ ବାହାରକୁ ଯାଇ ଚାକିରି କରିଥିଲା। ଚାକିରି କରୁ କରୁ ଭଲ ପାଇ ବସିଲା, ସେଇଠି ବାହା ମଧ୍ୟ ହୋଇଗଲା। ଏପଟେ ବାପା ମା ମଧ୍ୟ କେହି ଜାଣିନାହାନ୍ତି କ'ଣ ବା ହୋଇଛି। ପ୍ରକୃତରେ ପୁଅଟି ମଝିରେ ମଝିରେ ଆସିଥାଏ, ଟଙ୍କା ପଇସା ଦିଏ, କିନ୍ତୁ ବାହା ହୋଇକି ତାର 2-3 ବର୍ଷର ଝିଅ ବୋଲି କେହି ଜାଣିନଥାନ୍ତି। ଯେତେବେଳେ ଝିଅକୁ ଠିକ୍ 4 ବର୍ଷ ହେଲା, ଠିକ୍ ବର୍ଷ ପରେ ସେଇ ସମୟ ରାଜୁ ନିଷ୍ପତ୍ତି ନେଲା, ମୁଁ ଏଇ ବର୍ଷ ବୋଲବମ ଯିବି, ହରିଦ୍ୱାର ମଧ୍ୟ ଯିବି। ଆଉ ସ୍ତ୍ରୀ ସାଙ୍ଗରେ ମଧ୍ୟ ନେଇକି ଯିବା ପାଇଁ ଭାବିଥିଲା। ସ୍ତ୍ରୀ ଜଣକୁ ବାରମ୍ବାର ଜିଦ୍ କଲେ, ସ୍ତ୍ରୀ ମନା କଲେ, କହିଲେ ନାଇଁ ମୁଁ ଏଇ ସମୟରେ ଯାଇପାରିବି ନାହିଁ। ତା ସହିତ ମଧ୍ୟ ଆମର ଛୋଟ ଝିଅଟିଏ, ଛୋଟ ଝିଅଟିକୁ ଆମେ କେମିତି ନେଇକି ଯିବା? ଶେଷରେ ନିଷ୍ପତ୍ତି ନେଲେ ରାଜୁ, ମୁଁ ଏକା ହିଁ ଯିବି। ଆଉ ଏକା ବାହାରି ଗଲେ। ନିଜ ଝିଅକୁ ରାଜୁ ବହୁତ ଭଲ ପାଉଥାନ୍ତି। ଶେଷରେ ସେ ଯେତେବେଳେ ବାହାରି ଗଲେ, ତାଙ୍କ ସାଙ୍ଗସାଥି ସହିତ ବାହାରିଲେ ହରିଦ୍ୱାର ଯିବା ପାଇଁ। ବହୁତ ଦୂର ବାଟ, କ'ଣ ବା କରିବେ? ନିଷ୍ପତ୍ତି ନେଇଛନ୍ତି ମାନେ ଯେମିତି ହେଲେ ଯିବେ। ଆଉ ସତକୁ ସତ ଟ୍ରେନ ବସ୍ ଯୋଗେ ଗଲେ। ଆଉ କିଛି ବାଟ ଥିଲା, ପାଖାପାଖି 50ରୁ 60 କିଲୋମିଟର ଦୂରରୁ ଚାଲି ଚାଲି ଗଲେ। ଆଉ ଏଇପଟେ ଯେତେବେଳେ ଚାଲି ଚାଲି ଯାଉଥାନ୍ତି, ସେଇ ସମୟରେ ଘଟିଗଲା ବିରାଟ ବଡ଼ ଅଘଟଣ। କାହିଁକି ନା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମଝିରେ ତାଙ୍କର ଝିଅଟିଏ ଫୋନ କଲା, ବାପା ବାପା ତମ କଥା ମନେ ପଡୁଛି। ବାପା ଆସିବାର ମାତ୍ର 2 ଦିନ ହେବ, ଝିଅଟି ଛାଡିକି ରହିପାରୁନଥାଏ। ବାପା କହିଲେ, ମହାଦେବଙ୍କ ଉପରେ ପାଣି ଢାଳି ମୁଁ ଯିବି, ଘରକୁ ଯିବି, ଫେରି ବ୍ୟସ୍ତ ହେନାରେ ମା, ଏମିତି କହିଲେ। ଆଉ ମା କ'ଣ କରୁଛି? ସେଇ ସମୟରେ ଝିଅଟି କିଛି କରୁଥାଏ। ମା ସେପଟେ ରୁମରେ ବନ୍ଦ କରି ରହିଛି, କିନ୍ତୁ ଏପଟେ ରାଜୁର ସ୍ତ୍ରୀ ଥିଲା କାଳ ନାଗୁଣୀ। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ। କେବେ ବି ରାଜୁ ଏମିତି ଭାବି ନଥିଲା ଯେ ତା ସ୍ତ୍ରୀ ଏମିତି ହେବ। ଯୋଉ ସାଙ୍ଗ ସହିତ ସେ ମିଶୁଥିଲା, ଯୋଉ ସାଙ୍ଗ ସହିତ ଚାକିରି କରିଥିଲା, ସେଇ ସାଙ୍ଗ ହିଁ ତାକୁ ଧୋକା ଦେଲା। ତେବେ ରାଜୁର ସାଙ୍ଗ, ଯିଏକି ଜଣେ ଓଡ଼ିଶାବାସୀ ମଧ୍ୟ, ଯିଏକି ତାଙ୍କ ଘର ପାଖର, ସେ ହିଁ ସେଇଠି ଥିଲା। ସିଏ ସେଇଦିନ ଯାଇନଥିଲା। ଆଉ ରାଜୁ ଏପଟେ ବୋଲବମକୁ ବାହାରି ଯାଇଥିଲା। ସତ ସତ ରାଜୁ ଯେତେବେଳେ ଏସବୁ କଥା ଶୁଣିଲା, ତାକୁ କିଛି ଅକଳ ଲାଗିଲା। ତାପରେ ସାଙ୍ଗେ ସାଙ୍ଗେ ତା ସାଙ୍ଗକୁ ଫୋନ କରି ପଚାରିଲା, ଆରେ କ'ଣ ହେଇଛି ଭାଉଜର, ଟିକେ ଦେଖି ଆସିଲୁ। ଆଉ ସେଇ ସମୟରେ ପାଖରେ କିଛି ନଥାଏ। ସେଇ ସମୟରେ ସାଙ୍ଗଟି କହିଲା, ହଁ ହଁ ମୁଁ ଯାଉଛି। ଆଉ ପ୍ରକୃତରେ ସେଇ ସାଙ୍ଗ ହିଁ ସବୁ କିଛି କରିଛି, ଯାହା ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସତକୁ ସତ ଯେତେବେଳେ ରାଜୁ ପ୍ରଭୁଙ୍କ ପାଖରେ ପାଣି ଢାଳିକି ଆସିଲା, ମନସ୍କାମନା ପୂରଣ କଲା ଏବଂ ସବୁ କିଛି କହିଲା, ନିଜ ଝିଅ କଥା, ନିଜ ସ୍ତ୍ରୀ କଥା, ନିଜ ପରିବାର କଥା କହିଲା। ଆଉ ଠିକ୍ ଆସି ଦେଖେ ତ ସେପଟେ ସ୍ତ୍ରୀଟି କାନ୍ଦୁଥାଏ। ରାଜୁ କହିଲା, କ'ଣ ହେଇଛି ତମର, କ'ଣ ହେଇଛି? ମୁଁ କିଛି ବୁଝିପାରୁନି। ସ୍ତ୍ରୀ ଜଣ କିଛି କରୁଥାଏ। ସେଇ ସମୟରେ ଝିଅଟି କହିଲା, ମାମା ଦେହ ଭଲ ନାହିଁ, ସେଥିପାଇଁ କାନ୍ଦୁଛି। ଆଉ ଏମିତି ଚାହୁଁ ଚାହୁଁ 2 ଦିନ ବିତିଗଲା। 2 ଦିନ ପରେ ରାଜୁର ମନରେ ସନ୍ଦେହ ହେଲା। ଆଉ ସେ ସତକୁ ସତ ଘରକୁ ଅଧା ବାଟରୁ ପଳେଇ ଆସୁଥାଏ, କିଛି ଯାଉନଥାଏ। କାରଣ ସେ ଗୋଟେ ଗ୍ୟାରେଜରେ ଶେଷରେ କାମ କରୁଥିଲା। ଆଉ ଯୋଉ ଗ୍ୟାରେଜରେ ସେ କାମ କରୁଥିଲା, ସବୁଦିନ ସକାଳୁ ଯାଏ, ଆସେ ରାତି 8ଟା 9ଟାରେ। କିନ୍ତୁ ସେଇଦିନ ଭାବିଲା, ମୁଁ ଏବେ ଯିବି, ଠିକ୍ ଦିନ 11ଟା 12ଟା ଭିତରେ ପଳେଇ ଆସିବି। କିଛି ନ କହି ହଠାତ୍ ପଳେଇ ଆସିଲା। ଝିଅଟି ମଧ୍ୟ ସେପଟେ ପଡ଼ିଶା ଘରକୁ ଯାଇଥାଏ। ଆଉ ଏପଟେ ସ୍ତ୍ରୀ ଘର ଭିତରେ କବାଟ ବନ୍ଦ କରିକି ଥାଏ। ବାରମ୍ବାର କବାଟ ବାଡ଼େଇଲା, ଏପଟେ ସ୍ତ୍ରୀ ଖୋଲୁନଥାଏ। ଆଉ ବହୁତ କଷ୍ଟରେ
ସ୍ତ୍ରୀ କବାଟ ଖୋଲିଲା। କଣ ହେଲା, ତମେ ପଳେଇ ଆସିଲ କି? ଏମିତି କହି ଆଶ୍ଚର୍ଯ୍ୟ ହୋଇଗଲା। ସେ ସମୟରେ ରାଜୁ ମଧ୍ୟ କିଛି ଭାବୁନଥାଏ, ସିଧା ଖଟ ଉପରେ ବସି ପଡ଼ିଲା। ଆଉ ହଠାତ୍ ତାକୁ ସନ୍ଦେହ ମଧ୍ୟ ହେଲା। ସେଇଦିନ ମଧ୍ୟ ସେ ଦେଖିବାକୁ ପାଇଲା ନାହିଁ, କାହିଁକି ନା ସେଇ ସମୟରେ ଆଉ ଗୋଟେ କବାଟ ପଟେ ତାର ପଳେଇଥିଲା ସାଙ୍ଗ, କାରଣ ତାଙ୍କର ଘରଟି ଗାଁ ଭିତରେ। ଏମିତି ଚାହୁଁ ଚାହୁଁ କେତେ ଦିନ ଗଲା। ରାଜୁ ମନରେ ସନ୍ଦେହ ହେଉଥାଏ। ଦିନେ କଣ କଲା ନା, ଭାବିଥିଲା ମୁଁ ଆଜି ଡ୍ୟୁଟି ଯିବା ନାଁରେ ଘରେ ରହିଯିବି। ଡ୍ୟୁଟି ଯିବା ନାଁରେ ତୁରନ୍ତ ବାହାରିଗଲା 9:30ରୁ, ନ ଖାଇ ନ ପିଇ ବାହାରିଗଲା, ତରବର ହୋଇଗଲା। ଠିକ୍ ଯେତେବେଳେ ଯାଇଥାଏ ସେହି ସମୟରେ ପଡ଼ିଶା ଘରକୁ ନିଜ ଝିଅକୁ ପଠାଇଥିଲା ସ୍ତ୍ରୀ ଜଣକ। ଆଉ ସେପଟେ ରାଜୁର ସାଙ୍ଗ ଯିଏ, ସେ ତାକୁ ଦେଖିପାରୁନଥାଏ। ପାଖାପାଖି ମାସେ ହେଲାଣି ତା ସହିତ ତାର କଥାବାର୍ତ୍ତା ନାହିଁ। ସେ ତାକୁ ଆଭଏଡ୍ କରୁଛି। ଆଉ ସତକୁ ସତ ସେଇ ଝିଅଟି ହିଁ ଆସିଲା। ସେଇ ଝିଅଟି ହିଁ ତାକୁ ଡାକିଲା, ଯିଏକି ରାଜୁର ସ୍ତ୍ରୀ। ଆଉ ରାଜୁର ସାଙ୍ଗ ମଧ୍ୟ ଗଲା। ଚୁପଚାପ ସେଇ ରୁମ୍ ଭିତରେ ପଶିଥାନ୍ତି। ସିଧା ଆସିଲେ ରାଜୁ, କବାଟ ବାଡ଼ିଲା। କବାଟ ଖୋଲିଲା ବେଳୁ 2 ଜଣ ଅଛନ୍ତି। ରାଗିଗଲା, ଭୟଙ୍କର ରାଗିଗଲା। ତୋରି ଯୁଗରୁ ମୋ ବାପା ମାକୁ ଛାଡ଼ି ମୁଁ ଏଇଠି ଅଛି। ମୋର ଏତେ ସୁନ୍ଦର ଝିଅଟିଏ, ମୋର ଏତେ କୁନି ଝିଅଟିଏ, ମୁଁ ତାର ଭବିଷ୍ୟତ ପାଇଁ ଚିନ୍ତା କରୁଛି, ଦିନ ରାତି ପରିଶ୍ରମ କରୁଛି, ତୁ ଏଠି ରାସଲୀଳା କରୁଛୁ। ଏମିତି କହି ବାଡ଼େଇଲା। ଆଉ ଯୋଉ ସମୟରେ ସ୍ତ୍ରୀଟାକୁ ବାଡ଼ଉଥାଏ, ସ୍ତ୍ରୀ ମଧ୍ୟ ରାଗିଗଲା। ଆଉ ସ୍ତ୍ରୀ ରାଗି ଯାଇ ସ୍ୱାମୀର ବେକକୁ ଚୋଟ ପକାଇଦେଲା, ଯାହାଫଳରେ ସ୍ୱାମୀ ଜଣକ ଛଟପଟ ହେଇଯାଉଥାଏ, ରାସ୍ତାରେ ଗଡ଼ୁଥାଏ। ଆଉ ରାସ୍ତା ସାରା ରକ୍ତ। ଆଉ ଯୋଉ ସମୟରେ ବାଢ଼ିଲା ସେଇ ସମୟ ହିଁ ଥିଲା ସେଇ ରବିବାର ଦିନ। କିଛି ଲୋକ କାଉଡ଼ି ଧରି ଯାଉଥିଲେ ଦେବାଧିଦେବ ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ। ଆଉ ସେମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ଼, କେହି କିଛି କହୁନଥାନ୍ତି। ରାଜୁ ବେକକୁ ଧରି ଚିଲଉଥାଏ, ଛୋଟ ଛୁଆଟି ବାପା ବାପା ବୋଲି କହୁଥାଏ। ଆଉ ସେପଟେ ସ୍ତ୍ରୀ ମଧ୍ୟ ଦୌଡ଼ିକି ଫେରାର ହୋଇଯାଇଥାଏ। ଆଉ କଣ କରିବେ କେହି କିଛି ବୁଝିବା ପୂର୍ବରୁ 2 ଜଣ ଲୋକ ଆସିଲେ। ସିଧା ଟେକି ନେଇଗଲେ ରାଜୁକୁ, ମେଡିକାଲ ଭିତରକୁ ନେଇଗଲେ। ଡାକ୍ତର ବହୁତ କଷ୍ଟରେ ଚିକିତ୍ସା ମଧ୍ୟ କଲେ। ଆଉ ଚିକିତ୍ସାରେ 2 ଦିନ ପରେ ରାଜୁଙ୍କର ଚେତା ଆସିଲା। ଚେତା ଆସିଲା ପରେ ପ୍ରଭୁ କହିଲା, ହେ ପ୍ରଭୁ, ଦେବାଧିଦେବ ମହାଦେବ, ଆଜି ତମେ ମୋ ଜୀବନ ରକ୍ଷା କରିଦେଲ, କିନ୍ତୁ ଆଜି ମୋ ଆଖି ଖୋଲିଦେଲ। ଏତେ ବର୍ଷର ସମ୍ପର୍କ ଛିନ୍ନ ହେଇଗଲା। ପ୍ରକୃତରେ ମୋ ବାପା ମାଙ୍କୁ ଛାଡ଼ି ମୁଁ ଏମିତି ଝିଅକୁ ହାତ ଧରିଥିଲି, ଯିଏକି ମୋ ସହିତ ଏମିତି କଲା। ଶେଷରେ ମୋ ଜୀବନ ନେବା ପାଇଁ ମଧ୍ୟ ପଛାଇଲାନି। ଯାହା ହୋଇଗଲା ଛାଡ଼, ମୁଁ ମୋ ଝିଅକୁ ନେଇ ମୋ ଗାଁକୁ ଫେରିଯିବି, ମୁଁ ଓଡ଼ିଶାକୁ ଫେରିଯିବି, ମୋ ମାଟିକୁ ଫେରିଯିବି, ଏମିତି କହିଲା। ଆଉ ସତକୁ ସତ ଆଜି 2 ବର୍ଷ ହୋଇଗଲାଣି। ଝିଅ ସ୍କୁଲ ଗଲାଣି। ଆଉ ରାଜୁ ଏବେ ବି ବାହା ହୋଇନି। ରାଜୁ ମନରେ ଶାନ୍ତି ଅଛି, କାହିଁକି ନା ଏମିତି କାଳ ନାଗୁଣୀ ଝିଅକୁ ବାହା ହେବା ସହିତ ସବୁଠୁ ଜୀବନ ବର୍ବାଦ ହୋଇଥାନ୍ତା। ଶେଷରେ ସବୁ କଥା କହି ପୋଲିସ ଥାନା ହାଜତରେ ଅଛି ସ୍ତ୍ରୀ ଜଣକ। ଆଉ ରାଜୁର ଥିଲା ଇଏ ଗୋଟେ ଛୋଟିଆ ଅନୁଭୂତିଟିଏ, ଯିଏକି ପ୍ରଭୁ ଦେବାଧିଦେବ ମହାଦେବଙ୍କ କୃପାରୁ ଆଜି ରାଜୁ ପୁଣି ସୁରକ୍ଷିତ ଅଛି ଏବଂ ସୁସ୍ଥରେ ମଧ୍ୟ ଅଛି। ଆଜି ବି ମଧ୍ୟ ଏ ବର୍ଷ ସେ ଗଡ଼ଗଡ଼ିଆରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି। ପାଣି ଢାଳିବେ। ମନରେ ମଧ୍ୟ ବହୁତ କିଛି ଇଚ୍ଛା ଅଛି। ନିଜ ବାପା ମାକୁ ନେଇ ସ୍ୱପ୍ନ, ନିଜ ଝିଅକୁ ନେଇ ସ୍ୱପ୍ନ। ବିବାହ ପ୍ରସ୍ତାବ ମଧ୍ୟ ଆସୁଛି। ବାପା ମା ଜବରଦସ୍ତି କରୁଛନ୍ତି, କିନ୍ତୁ ରାଜୁ ମନରେ କୌଣସି ଝିଅ ପ୍ରତି ଆଉ ବିଶ୍ୱାସ ନାହିଁ। ଥରେ ବିଶ୍ୱାସ ଧୋକା ହୋଇଛି। ଆଉ ଶେଷରେ ରାଜୁ ନିଜ ଅନୁଭୂତି ଟିକେ ଜଣାଇଥିଲେ। ତେବେ ଏଇଭଳି ଯଦି ଆପଣଙ୍କର କିଛି ଅନୁଭୂତି ଅଛି, ନିଶ୍ଚିତ ଆମ ସହିତ ସେୟାର କରିବେ। ଓମ୍ ନମଃ ଶିବାୟ। ହର ହର ମହାଦେବ।